ପିଲାମାନେ ଆଜି ଆମେ ପଢ଼ିବା ଫ୍ୟାମିଲି ଅଫ୍ ସଲ୍ଟ। ବିଭିନ୍ନ ପ୍ରକାର ଲବଣ ବା ଲୁଣ କେମିତି ତିଆରି ହେଉଛି ଏବଂ ତାର ସଂକେତ ବା ଫର୍ମୁଲା କ'ଣ, କେଉଁ ଗୁଡ଼ା ମିଶୁଛି ଏବଂ କେଉଁ ସଲ୍ଟ ତିଆରି ହେଉଛି। ଆମେ ଜାଣିଛୁ ଯେ ଅମ୍ଳ ଆଉ କ୍ଷାରକ ଅର୍ଥାତ୍ ବେସ୍ ଆଉ ଏସିଡ୍। ଅମ୍ଳ ମାନେ ଏସିଡ୍ ଆଉ କ୍ଷାରକ ମାନେ ହେଉଛି ବେସ୍। ବେସ୍ ଆଉ ଏସିଡ୍ ଯଦି ଆମେ ମିଶେଇବା, କୌଣସି ଅନୁପାତରେ ମିଶେଇବା, ତେବେ ଆମେ କ'ଣ ପାଇବା? ସଲ୍ଟ ପାଇବା ବା ଲୁଣ ପାଇବା ବା ଲବଣ ପାଇବା। ତାହେଲେ ବେସ୍ କିଛି ନେବା ଏବଂ ଏସିଡ୍ କିଛି ନେବା। ମୁଖ୍ୟତଃ ଆମେ ଏସିଡ୍ ଗୁଡ଼ାକ ଜାଣିଛୁ ଆମର ସବଳ ଏସିଡ୍ ବା ସବଳ ଅମ୍ଳ। କ'ଣ? ସବଳ ଅମ୍ଳ ହେଉଛି HCl ବା ହାଇଡ୍ରୋକ୍ଲୋରିକ୍ ଏସିଡ୍, ଆଉ ସଲଫ୍ୟୁରିକ୍ ଏସିଡ୍ H2SO4, ଆଉ ନାଇଟ୍ରିକ୍ ଏସିଡ୍ HNO3, ଆଉ କାର୍ବୋକ୍ସିଲିକ୍ ଏସିଡ୍ କାର୍ବୋନିକ୍ ଏସିଡ୍ H2CO3। ତାହେଲେ ଏଗୁଡ଼ିକ ଆମର ସବଳ ଆମର ଏସିଡ୍ HCl, H2SO4, HNO3 ଏଗୁଡ଼ା ହେଉଛି ସବୁ ସବଳ ଆମର କ'ଣ ଅମ୍ଳ। ସେଇଭଳିଆ ଦୁର୍ବଳ ଅମ୍ଳ ହେଉଛି ଫର୍ମିକ୍ ଏସିଡ୍, ଏସିଟିକ୍ ଏସିଡ୍, ଏଗୁଡ଼ା ସବୁ ହେଉଛି ଦୁର୍ବଳ ଅମ୍ଳ ବା ୱିକ୍ ଏସିଡ୍। ସେଇଭଳିଆ ସବଳ କ୍ଷାରକ ଆମର ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍, ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍, ଏଗୁଡ଼ା ହେଉଛି ସବଳ ଆମର କ୍ଷାରକ ବା ଷ୍ଟ୍ରଙ୍ଗ ବେସ୍। କ'ଣ? ଷ୍ଟ୍ରଙ୍ଗ ବେସ୍। ତ ଏଠି ଆମେ ଆଲୋଚନା କରିବା ଯେ ଲୁଣଟା ତିଆରି ହେଉଛି କେମିତି ଏବଂ କେଉଁ ଅମ୍ଳ ଏବଂ କେଉଁ କ୍ଷାରକୁ ମିଶାଇଲେ ଆମର ଗୋଟିଏ ଲୁଣ ତିଆରି ହେଉଛି ଏବଂ ତାର ନାଁ କ'ଣ, ତାର ଫର୍ମୁଲା କ'ଣ ବା ସଂକେତ କ'ଣ। ଆଜିକାର ଭିଡ଼ିଓରେ ମୁଁ ସେଗୁଡ଼ା ଆଲୋଚନା କରୁଛି। ତ ଦେଖ, ତୁମେ ଯେ ସାଧାରଣତଃ ଆମେ ଜାଣିଛୁ, ପଢ଼ିଛୁ ବି ଯେ ଯେଉଁଗୁଡ଼ାରେ OH ଥିବ ସେଗୁଡ଼ା ହେଉଛି କ୍ଷାର, ଯେଉଁଠି ହାଇଡ୍ରୋଜେନ୍ ଥିବ ବା ହାଇଡ୍ରୋଜେନ୍ ଆୟନ ଥିବ ସେଟା ହେଉଛି ଅମ୍ଳ ବା ଏସିଡ୍। ତାହେଲେ ଏଇଠି ଦେଖ KOH ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍। କ'ଣ? ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍ ସହିତ ଦେଖ ଏସିଡ୍ ମିଶିଲା ସଲଫ୍ୟୁରିକ୍ ଏସିଡ୍ H2SO4। କ'ଣ? H2SO4। ତାହେଲେ ବେସ୍ ବା କ୍ଷାରକ ନିଆଗଲା ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍ ଏବଂ ଏସିଡ୍ ନିଆଗଲା H2SO4 ବା ସଲଫ୍ୟୁରିକ୍ ଏସିଡ୍। କ'ଣ ବାହାରିଲା? ପୋଟାସିୟମ୍ ସଲଫେଟ୍। K ପୋଟାସିୟମ୍ SO4 ସଲଫେଟ୍। ତାହେଲେ KOH ପ୍ଲସ୍ H2SO4 ଅର୍ଥାତ୍ ବେସ୍ ନିଆଗଲା ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍ ଏବଂ ଏସିଡ୍ ନିଆଗଲା ସଲଫ୍ୟୁରିକ୍ ଏସିଡ୍। ଦୁଇଟା ମିଶିକିରି ଆମର ସଲ୍ଟ ତିଆରି ହେଲା ପୋଟାସିୟମ୍ ସଲଫେଟ୍ K2SO4। ସେଇଭଳିଆ ଟେବୁଲକୁ ଲକ୍ଷ୍ୟ କର। ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ ଏ ବେସ୍ OH ଅଛି। ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ ଇଏ ହେଉଛି ଷ୍ଟ୍ରଙ୍ଗ ବେସ୍। ତାର pH ଭ୍ୟାଲୁ ପଡ଼ିବ 14 ଅଛି ହାଏଷ୍ଟ। NaOH ସଲଫ୍ୟୁରିକ୍ ଏସିଡ୍ ମିଶିକି ଦେଖ ସୋଡ଼ିୟମ୍ ସଲଫେଟ୍। ମୂଳ ମେଟାଲ ହେଉଛି ସୋଡ଼ିୟମ୍। ଦେଖ ସୋଡ଼ିୟମ୍ এইটা ଆଉ এইটা ସୋଡ଼ିୟମ୍ ସଲଫେଟ୍ ତା ଫର୍ମୁଲା ହେଇଯିବ Na2SO4। କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ୍ H2SO4 বা সলফ্যুরিক অ্যাসিড, দেখো ক্যালসিয়াম সলফেট CaSO4। ম্যাগনেসিয়াম হাইড্রোক্সাইড, তাকে মিল্ক ও ম্যাগনেসিয়াম মধ্যে কুহযায়। ম্যাগনেসিয়াম হাইড্রোক্সাইড সলফ্যুরিক অ্যাসিড ହେଲା ମ୍ୟାଗ୍ନେସିୟମ୍ ସଲଫେଟ୍
MgSO4. Copper hydroxide H2SO4, copper sulfate CuSO4. Sodium hydroxide, nitric acid, sodium hydroxide HCl, hydrochloric acid, HCl, sodium hydroxide HCl বা হাইড্রোক্লোরিক অ্যাসিড କ'ଣ ହେଲା ସୋଡ଼ିୟମ ଆଉ କ୍ଲୋରିନ୍ ସୋଡ଼ିୟମ କ୍ଲୋରାଇଡ୍ କ'ଣ ବାହାରିଲା ସୋଡ଼ିୟମ କ୍ଲୋରାଇଡ୍ NaCl ଯେଉଁଟା ଖାଇବା ଲୁଣ କହନ୍ତି ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ ନାଇଟ୍ରିକ୍ ଆସିଡ୍ sodium nitrate, nitric acid to nitrate, NO3 nitrate, NaNO3. Sodium hydroxide, carbonic acid, H2CO3, sodium carbonate, देखो carbonate CO3 अच्छी, carbonate CO3, sodium carbonate Na2CO3, NaOH, sodium hydroxide, ଆମର କାର୍ବୋନିକ ଏସିଡ୍ ସୋଡ଼ିୟମ କାର୍ବୋନେଟ୍ ସେମିତି ଆମୋନିୟମ ହାଇଡ୍ରୋକ୍ସାଇଡ୍ NH4OH ଆମୋନିୟମ ହାଇଡ୍ରୋକ୍ସାଇଡ୍ ସହିତ ହାଇଡ୍ରୋକ୍ଲୋରିକ୍ ଏସିଡ୍ HCl ବା ଓଡ଼ିଆରେ କହନ୍ତି ଲବଣାମ୍ଳ ଆମୋନିୟମ କ୍ଲୋରାଇଡ୍ NH4Cl ତାହେଲେ ତମେ ଏଠି ଲକ୍ଷ୍ୟ କର ସୋଡ଼ିୟମ এইটা মনে কর সোডিয়াম এটু গলা এটি আসলা কার্বনেট এ দুইটারে আমি কোন করিবা আমার যে শিখিছিল ফর্মুলাটা এর 1 এর 2 ভ্যালেন্সি গলা পরে কোন হয়ে গলা তার ফর্মুলা হয়ে গলা কোন Na2CO3 পূর্ব ক্লাসে মু আলোচনা করেছি তেমন Na2CO3 ফর্মুলা গুলা তো মু আগু শিখাইছি তেমন এটা অসুবিধা হব নাই পটাসিয়াম সলফেট K2SO4 সোডিয়াম সলফেট Na2SO4 एगुड़ा तो ये मोर विशेष आजिकार आलोचना करवार कौन कहीं ना एटा पूर्व क्लास में आलोचना कर दी तुमको आजकार आलोचना कौन जे कौ क्षारक एवं कौ अम्ल अर्थात कौ बेस और कौ एसिड मिसिकी आम सल्ट गुड़ा तैयारी होगा तो अलरेडी मुझे शिखे दी आगे आमको आजकार जो फैमिली ऑफ सल्ट जो मुझे आलोचना कली एगुड़ा हूँ सब सल्ट गुड़ा सल्टर परिवार सल्ट क्या सहित मिसे सल्ट क्या सहित मिसिकी होची जे बेस आउ एसिड बेस आउ एसिड कौ बेस कौ एसिड को नेले हमर सल्ट तैयारी होची आजकल मुख्य आजकल आलोचना होची सेया बुझी पारलो एवं एगुड़ा को तुमे टिपी नबो नोट कॉपी रे एवं एगुड़ा को देखि दबो जे कोटा कोटा मिसिकी कोन हमर सल्ट तैयारी होची एगुड़ा तुमे टिपी दबो एवं निश्चय बुझी पारबो बोले मु आशा करे धन्यवाद।